श्रीमद् भागवतम श्लोक नंबर 5। त एकदा तु मुनयः प्रातहुताहुताग्नयः सत्कृतं सुतम् आसीनं प्रपच्छुरिदं मादरात्। अर्थात त एकदा तु मुनयः, अरे दिने ये ऋषि माने सैन्यक आदि ऋषि माने प्रातःत अर्थात प्रातः काले शुभ मुहूर्तरे हुताग्नयः जग्गरे हुताग्निदेयी कमले सत्कृत सत्कृतं सुतम। सुत माने सुत गोस्वामी की कमले सत्कृतं आदर पूर्वक सम्मान जणाइले। आसीनं अर्थात आसन प्रदान कले, आदरात सम्मान पूर्वक प्रपच्चुरिदम पचारिले प्रश्न कले। ଆମେ କାଲି ଆଲୋଚନା କରିଥିଲେ ଥରେ ସୈନ୍ୟକ ଆଦି ଋଷି ମାନେ ଯଜ୍ଞରେ ଆହୁତି ଦେଇ, ମାନେ ଆହୁତି ମିନ୍ସ ଯଜ୍ଞ ସମ୍ପୂର୍ଣ୍ଣ କରି, ଯଜ୍ଞ ଶେଷରେ ଆହୁତି ଦିଆଯାଇଥାଏ। ଯଜ୍ଞ କାର୍ଯ୍ୟ ସମ୍ପାଦନ କରି ସମ୍ପୂର୍ଣ୍ଣ କରି ସୁତ ଗୋସ୍ୱାମୀକୁ ଆସନ ପ୍ରଦାନ କରି ଆଦର ସହକାରେ ସମ୍ମାନ ସହିତ ପଚାରିଲେ। କଣ ଆଜି ଋଷିମାନେ ପଚାରୁଛନ୍ତି ଆମେ ଶ୍ଲୋକ ନମ୍ବର 6 ରେ ଆଲୋଚନା କରିବା। ऋषयः उचुः तया खलु पुराणानि इतिहासानि चानघ आख्यातानि अपि अधीतानि धर्मशास्त्राणि यान्नित। ऋषयः उचुः तया खलु पुराणानि इतिहासानि चानघ आख्यातानपि अधीतानि धर्मशास्त्राणि यान्नित। तया खलु पुराणानि इतिहासानि चानघ आख्यातान्यप्यधीतानि धर्मशास्त्राणि अन्नुत। पढ़िए पढ़ंतो कि पढ़िए कि पढ़िए नहीं। तोया खालो पुराणानि उचुः तोया खालो पुराणानि ऋषयः उचुः प्रथम पढ़ंतो। ऋषय उचुः तोया खालो पुराणानि इतिहासानि चानघ आख्यातान्यप्यधीतानि धर्मशास्त्राणि यान्नुत। हरे कृष्ण। आगे पढ़िए। ऋषयः अर्थात महात्मागण। महात्मागण माने जो माने यज्ञ करथिले, सैन्यक आदि ऋषि माने जो माने यज्ञ यज्ञ कर्म संपादन करथिले, से ऋषि माने बा महात्मा उच्चुः कहिले। सुत गोस्वामी को आसन प्रदान करी ऋषि माने कहिले। ऋषयः उच्चुः ऋषि बा महात्मा ने कहले। कौन कहले? तोया आपणଙ୍କ द्वारा खलु निसंदेह भावरे, हे सुत गोस्वामी आपणଙ୍କ द्वारा खलु निसंदेह भावरे बा निश्चित भावरे पुराणानि वेदर विषय वस्तु को अधिक स्पष्ट करुवा ग्रंथ
ଆପଣଙ୍କ ଦ୍ୱାରା ସମସ୍ତ ବେଦ ପୁରାଣାନି ସମସ୍ତ ପୁରାଣ ସ ଇତିହାସାନି ଇତିହାସ ମାନଙ୍କ ସହିତ ଖାଲି ପୁରାଣ ନୁହଁ ଇତିହାସ ମାନେ ଯାହା ଅତୀତରେ ଘଟି ଯାଇଛି କଣ ଅତୀତରେ ଘଟିଛି ରାମାୟଣ ମହାଭାରତ ଯାହା ବି କୁହନ୍ତୁ ଯାହା ଇତିହାସରେ ଘଟି ଯାଇଛି ଇଏ ସବୁ ପୁରାଣ ଇଏ ସବୁ ବେଦ ଇଏ ସବୁ ନିଶ୍ଚିନ୍ତ ଭାବରେ ଚ ଏବଂ ଅନଘ ଆପଣ ପାପ ମୁକ୍ତ ଅଟନ୍ତି ଆଖ୍ୟାତାନି ବୁଝା ଯାଇଛି ଇଏ ସବୁ ଇତିହାସ ପୁରାଣ ବେଦ ଆପଣ ବୁଝିଛନ୍ତି ଆପଣ ଜାଣିଛନ୍ତି ଅପି ଯଦିଓ ଅଧିତାନି ଖାଲି ଆପଣ ଜାଣିନାହାନ୍ତି ବୁଝି ନାହାନ୍ତି ଅଧିତାନି ଅର୍ଥାତ୍ ଭଲ ଭାବରେ ଅଧ୍ୟୟନ କରିଛନ୍ତି ସରି ଖାଲି ଆପଣ ଏଇ ଧର୍ମଶାସ୍ତ୍ର ଗୁଡିକୁ ଜାଣିନାହାନ୍ତି ଆପଣ ମଧ୍ୟ ଭଲ ଭାବରେ ଅଧ୍ୟୟନ କରିଛନ୍ତି ଧର୍ମଶାସ୍ତ୍ରାଣୀ ସେ ସବୁ ଗ୍ରନ୍ଥ ଯାହାକି ବିକଶିତ ଜୀବନ ପ୍ରତି ଦିଗଦର୍ଶନ କରୁଛନ୍ତି ଯେଉଁ ଶାସ୍ତ୍ର ଦିଗଦର୍ଶନ କରୁଛି ମନୁଷ୍ୟକୁ ଯେଉଁ ବେଦ ଯେଉଁ ପୁରାଣ ଯେଉଁ ଶାସ୍ତ୍ର ତାହା ସବୁ ଆପଣ କଣ କରିଛନ୍ତି ନା ଆପଣ ଜାଣିଛନ୍ତି ବୁଝିଛନ୍ତି ଖାଲି ଜାଣିନାହାନ୍ତି ବୁଝି ନାହାନ୍ତି ତାକୁ ମଧ୍ୟ ଭଲ ଭାବରେ ଅଧ୍ୟୟନ କରିଛନ୍ତି ଜାନି ଉତ ସେସବୁ କହିଲେ ଏସବୁ କହିଲେ କଣ କହିଲେ ଋଷିମାନେ କଣ କହିଲେ ଆପଣଙ୍କ ଦ୍ୱାରା ଏ ସମସ୍ତ ବେଦ ସାହିତ୍ୟ ଖାଲି ଆପଣଙ୍କ ଦ୍ୱାରା ପଢାଯାଇନି ଆପଣ ପଢିଛନ୍ତି ତା ସହିତ ମଧ୍ୟ ଜାଣିଛନ୍ତି ତା ସହିତ ମଧ୍ୟ କୀର୍ତ୍ତନ କରିଛନ୍ତି ଅର୍ଥାତ୍ ବୁଝେଇଛନ୍ତି ଏବଂ ଅଧିଦାନୀ ଭଲ ଭାବରେ ଅଧ୍ୟୟନ ମଧ୍ୟ କରିଛନ୍ତି ତେଣୁ ଏସବୁ କହିଲେ ସୁତ ଗୋସ୍ୱାମୀ ଏସବୁ କହିଲେ ସୁତ ଗୋସ୍ୱାମୀକୁ କହିଲେ ବୁଝିପାରିଲେ ଶ୍ଲୋକ ଋଷିଗଣ କହିଲେ ସମ୍ମାନନୀୟ ଶ୍ରୀ ସୁତ ଗୋସ୍ୱାମୀ ଆପଣ ସମସ୍ତ ଦୁର୍ଗୁଣରୁ ମୁକ୍ତ ଅଟନ୍ତି ଏଠି ଚ ଅନଘ ଅନଘ ଲେଖା ଦେଖୁଛନ୍ତି ଲାଷ୍ଟ ଲେଖା ହେଇଛି ଚାନଘ ଚାନଘର ଅର୍ଥ କଣ ଚ ଅନଘ ଅର୍ଥାତ୍ ଆପଣ ମଧ୍ୟ ମୁକ୍ତ ଅଟନ୍ତି ପାପରୁ ମୁକ୍ତ ଅଟନ୍ତି ସେଥିପାଇଁ ଚାନଘ କୁହାଯାଉଛି ଆପଣ ମଧ୍ୟ ମୁକ୍ତ ଅଟନ୍ତି ପାପରୁ ମୁକ୍ତ ଅଟନ୍ତି ଆପଣ ସମସ୍ତ ଧର୍ମ ଗ୍ରନ୍ଥ ପୁରାଣ ଇତିହାସରେ ଅତ୍ୟନ୍ତ ପାରଙ୍ଗମ ବିଦ୍ୱାନ ଅଟନ୍ତି କାରଣ ଆପଣ ଉଚିତ ମାର୍ଗଦର୍ଶନ କରି ସେଗୁଡ଼ିକୁ ଭଲ ଭାବରେ ଅନୁସରଣ କରିଛନ୍ତି ଏବଂ ଋଷିମାନଙ୍କ ସଭାରେ ଅନେକ ବାର ବ୍ୟାଖ୍ୟାନ ମଧ୍ୟ କରିଛନ୍ତି ଆପଣ ଇଏ ସମସ୍ତ ଧର୍ମ ଗ୍ରନ୍ଥ ପୁରାଣ ଇତିହାସରେ ବିଦ୍ୱାନ ଅଟନ୍ତି ଖାଲି ବିଦ୍ୱାନ ନୁହଁ ତାକୁ ଅନେକ ସମୟରେ ବ୍ୟାଖ୍ୟାନ ମଧ୍ୟ କରିଛନ୍ତି ଅର୍ଥାତ୍ ଆଖ୍ୟାତାନି ବୁଝିଛନ୍ତି ତାକୁ ବର୍ଣ୍ଣନା କରିଛନ୍ତି ଖାଲି ସେତିକି ନୁହଁ ଅଧିତାନି ଭଲ ଭାବରେ ମଧ୍ୟ ଅଧ୍ୟୟନ କରିଛନ୍ତି ଏ କଥା ସୈନ୍ୟଗାଦି ଋଷିମାନେ ସୁତ ଗୋସ୍ୱାମୀଙ୍କୁ କହୁଛନ୍ତି ସୁତ ଗୋସ୍ୱାମୀଙ୍କର ଗୁଣଗାନ କରୁଛନ୍ତି ଦୟା ଆପଣଙ୍କ ଦ୍ୱାରା ଖଳୁ ନିଶ୍ଚିତ ଭାବରେ ପୁରାଣାନି ସମସ୍ତ ପୁରାଣ ସ ଇତିହାସାନି ଇତିହାସ ସମସ୍ତ ଇତିହାସ ମାନେ ବେଦ ସାହିତ୍ୟ ଭାରତ ମହାଭାରତ ରାମାୟଣ ଏସବୁ ଇତିହାସ ମଧ୍ୟ କୁହାଯାଇଛି ଆଖ୍ୟାତାନି ଏସବୁ ଆପଣ କହିଛନ୍ତି ଚ ନଘ ଆପଣଙ୍କ ଜୀବନ ପାପ ରହିତ ଅଟେ ଏବଂ ଆପଣ ନିଶ୍ଚିନ୍ତ ହିଁ ସବୁ ପୁରାଣକୁ ପଢିଛନ୍ତି ଏବଂ ଆଖ୍ୟାତାନି ଖାଲି ପଢିନାହାନ୍ତି ତାହାକୁ ମଧ୍ୟ ଆପଣ ବ୍ୟାଖ୍ୟା କରିଛନ୍ତି ବୁଝେଇଛନ୍ତି ଖାଲି ବୁଝେଇ ନାହାନ୍ତି ଅଧିତାନି ତାକୁ ଭଲ ଭାବରେ ଅଧ୍ୟୟନ କରିଛନ୍ତି ତେଣୁ ଧର୍ମଶାସ୍ତ୍ର ନିରତ ଆପଣ ପୁରାଣ ଇତିହାସ ଏ ଧର୍ମ ସବୁ ଶାସ୍ତ୍ର ପଢିଛନ୍ତି ଆପଣଙ୍କର
ବିଦ୍ୱତା ଉପରେ କୌଣସି ସଂଶୟ ନାହିଁ। ଆମେ ଡାଉଟ୍ କରୁନୁ, ଆପଣ ସବୁ ବିଷୟ ଜାଣିଛନ୍ତି। ତେଣୁ ଏ କଥା ସୁତ ଗୋସ୍ୱାମୀଙ୍କୁ ଋଷିମାନେ କହୁଛନ୍ତି। ବୁଝିଲେ ଶ୍ଲୋକ? ହରେ କୃଷ୍ଣ। ଆଜ୍ଞା। ଭାବାର୍ଥ ଯିବା। ସୁତ ଗୋସ୍ୱାମୀଙ୍କୁ କହୁଛନ୍ତି, ଜଣେ ଗୋସ୍ୱାମୀ ବା ଶ୍ରୀଲ ବ୍ୟାସଦେବଙ୍କର ପ୍ରାମାଣିକ ପ୍ରତିନିଧି ସମସ୍ତ ପ୍ରକାର ଦୁର୍ଗୁଣରୁ ମୁକ୍ତ ହେବା ଦରକାର। ଏ ଅର୍ଥ କଣ? କିଏ କହିପାରିବେ ଏ ଅର୍ଥ କଣ? ଶିକ୍ଷକର ମାନେ ଯୋଉ କଠୋର ନିୟମ 4ଟା ଅଛି ସେଥିରୁ। ଜଣେ ଗୋସ୍ୱାମୀ ବା ବ୍ୟାସଦେବଙ୍କର ପ୍ରାମାଣିକ ପ୍ରତିନିଧି, ଯିଏ ବ୍ୟାସଦେବଙ୍କ ପ୍ରାମାଣିକ ପ୍ରତିନିଧି ଅର୍ଥାତ୍ ଯିଏ ବ୍ୟାସାସନରେ ବସୁଛନ୍ତି, ଯିଏ ଭଗବାନଙ୍କର ଗୁଣ କଥା କୀର୍ତ୍ତନ କରୁଛନ୍ତି, ସେମାନେ ସମସ୍ତେ ଦୁର୍ଗଣରୁ ମୁକ୍ତ ହେବା ଦରକାର। ବୁଝିହେଲା? ଆଜ୍ଞା। ବ୍ୟାସାସନରେ ସିଏ ଲୋକ ବସିବ ଯିଏ ଏ ସମସ୍ତ ଦୁର୍ଗୁଣରୁ ମୁକ୍ତ ହେଇଥିବ। ଏମିତି ନୁହଁ କି XYZ ବ୍ୟାସାସନରେ ବସିକି ଭଗବାନଙ୍କର କଥା କହିବେ ଏବଂ ତାକୁ ଜଣେ ଶ୍ରବଣ କରିବା ଦରକାର। ବୁଝି ହଉଛି? ବ୍ୟାସାସନରେ କିଏ ବସିବେ? ଆଜ୍ଞା। ଯୋଉ ବ୍ୟାସାସନରେ କିଏ ବସିବେ? କିଏ ସେ? ଯୋଉ ଏ 4 ମାନେ ଯୋଉ ଦୁର୍ଗୁଣ ଅଛି ସେକୁ ସିଏ ମାନେ ତ୍ୟାଗ କରିଥିବେ। ସମସ୍ତେ ବୁଝନ୍ତୁ, ଯିଏ ଏଇ ଦୁର୍ଗୁଣରୁ ମୁକ୍ତ ହେଇଥିବେ ସିଏ କେବଳ ହିଁ ବ୍ୟାସାସନରେ ବସି କଥା କହିପାରିବେ। ଅନ୍ୟ କୌଣସି ବ୍ୟକ୍ତି ଠାରୁ ଆମେ ଶ୍ରବଣ କରିବା ଉଚିତ ନୁହଁ। ତାହେଲେ ଦୁର୍ଗୁଣ କଣ? କଳି ଯୁଗରେ ମୁଖ୍ୟତଃ 4ଟି ଦୁର୍ଗୁଣ ଅଛି, ଯାହା ଆମେ ସକାଳେ ପଢୁଛେ। କଣ ପଢୁଛେ? ଅବୈଧ ସ୍ତ୍ରୀ ସଙ୍ଗ। ଦ୍ୱିତୀୟରେ ପ୍ରାଣୀବଧ, ଯିଏ ମାଂସ ଆହାର କରୁଛନ୍ତି। ତୃତୀୟରେ ନିଶା ସେବନ, ଯିଏ ନଶାପାନ କରୁଛନ୍ତି। ଓ 4 ସମସ୍ତ ପ୍ରକାର ଦ୍ରୁତ କ୍ରୀଡ଼ା। ବୁଝିହେଲା? ଏଇ ଯୋଉ 4ଟି ଦୁର୍ଗୁଣ ଅଛି, ଏଇ 4ଟି ଦୁର୍ଗୁଣରୁ ଯିଏ ମୁକ୍ତ, ସେଇମାନେ ହିଁ ବ୍ୟାସାସନରେ ବାସି ପରିବାର ଅଧିକାର ଅଛି। ସେଇମାନେ ହିଁ ବ୍ୟକ୍ତ ହେଇପାରିବେ। ଅର୍ ସେଇମାନଙ୍କ ଠାରୁ ଜଣେ ଇଏ ଭାଗବତମ ବା ଶାସ୍ତ୍ରକୁ ଶ୍ରବଣ କରିବା ଉଚିତ। ଆଜିକାଲି ବ୍ୟାସାସନରେ କିଏ ନଶାପାନ କରି କଥା କହୁଛି, ତ କିଏ ମାଂସ ଆହାର କରି କଥା କହୁଛି। ତେଣୁ ସେମାନଙ୍କ ଠାରୁ ସେମାନେ ବ୍ୟାସଦେବଙ୍କର ପ୍ରତିନିଧି ନୁହନ୍ତି, ବା ସେମାନଙ୍କର ବ୍ୟାସାସନରେ ବସିବାର ଅଧିକାର ନାହିଁ। ତେଣୁ ସେମାନଙ୍କ ଠାରୁ ଆମେ କଥା ଶ୍ରବଣ କରିବା ଉଚିତ ନୁହେଁ। ବୁଝିହେଲା? ଆଜ୍ଞା। ବ୍ୟାସାସନରେ ଯିଏ ବସିବ, ଯିଏ ବ୍ୟାସଦେବଙ୍କର ପ୍ରତିନିଧି ହବ, ସିଏ ପ୍ରଥମେ ଏଇ 4ଟି ଦୁର୍ଗୁଣରୁ ମୁକ୍ତ ହବା ଉଚିତ। ଯଦି 4ଟି ଦୁର୍ଗୁଣରୁ ମୁକ୍ତ ହେଇନି, ତାହେଲେ ସିଏ ବ୍ୟାସାସନରେ ବସିବା ଯୋଗ୍ୟ ନୁହେଁ, କି ତାର କଥା ଆମେ ଶ୍ରବଣ କରିବା ଉଚିତ ନୁହଁ। ବୁଝିହେଲା ଏ ପଏଣ୍ଟ ମୋର? ଆଜ୍ଞା। କିଏ ବୁଝିପାଇଲେନି? ନାଇଁ ପ୍ରଭୁ ବୁଝିଲା। ବୁଝିପାରିଲେ ସମସ୍ତେ ତ? ତେଣୁ ଆମେ ଯାହାଠାରୁ କଥା ଶ୍ରବଣ କରୁଛେ, ଜାଣିବା ଦରକାର ପ୍ରଥମେ ସିଏ ଇଏ 4ଟି ଦୁର୍ଗୁଣରୁ ମୁକ୍ତ ତ? ଆଜ୍ଞା। ନଚେତ୍ କଥା ଆମକୁ ସୁନ୍ଦର ଲାଗିପାରେ, ଆମ କର୍ଣ୍ଣକୁ ସୁନ୍ଦର ଲାଗିପାରେ, କିନ୍ତୁ ଆମ ହୃଦୟରେ ସେ ବିଷ ସୃଷ୍ଟି କରିବ। ବିଷ ସୃଷ୍ଟି କରିବ। ସେଥିପାଇଁ ଏଇ 4ଟି ଦୁର୍ଗୁଣରୁ ଯିଏ ମୁକ୍ତ ନୁହନ୍ତି, ଆମେ ଯାହାଠାରୁ କଥା ଶୁଣୁଛେ, ଆମେ ଜାଣିବା ଦରକାର ସେ ମାଂସାହାର କରୁନି ତ? ପ୍ରଥମେ ଯୋଗ୍ୟତା ଦେଖିବା ଉଚିତ।
ସେ ନଶା ସେବନ କରୁନି ତ, ଦ୍ରୁତ କ୍ରୀଡ଼ା କରୁନି ତ, ଅବୈଧ ସ୍ତ୍ରୀ ସଙ୍ଗ କରୁନି ତ? ଇଏ ଦୁର୍ଗୁଣ ଦେଖିବା ଦରକାର। ଜାଣିକି ଏ ଦୁର୍ଗୁଣ ଯଦି ମୁକ୍ତ, ତାହେଲେ ତାର ଯୋଗ୍ୟତା ଅଛି, ସେ ବ୍ୟାସାସନରେ ବସି ପାରିବ। ଆମେ ସେ ବ୍ୟକ୍ତିର ମୁଖର ବିନ୍ଦୁରୁ ଶ୍ରୀମଦ୍ ଭାଗବତମ ବା ଶାସ୍ତ୍ର ଶ୍ରବଣ କରିବା ଦରକାର। ଏମିତି ନାହିଁ କି ନଶା ପାନ କରି ଜଣେ ବ୍ୟାସାସନରେ ବସି କଥା କହିବ, ଶ୍ରବଣ କରିବା ଦରକାର। ଏ ଶ୍ରବଣ କରିବା ଉଚିତ ନୁହଁ। ମୋ ପଏଣ୍ଟ ବୁଝିଲେ ସମସ୍ତେ? ଆଜ୍ଞା। ତେଣୁ ଯୋଉମାନେ ଶ୍ରବଣ କରୁଛନ୍ତି ପ୍ରଥମେ ଦେଖିବା ଦରକାର ଏ ଦୁର୍ଗୁଣରୁ ମୁକ୍ତ ନା ମୁକ୍ତ ନୁହେଁ। ବ୍ୟାସାସନରେ ବସିବା ପୂର୍ବରୁ ଗୋସ୍ୱାମୀ ଏ ସମସ୍ତ ଦୁର୍ଗୁଣରୁ ପୂର୍ଣ୍ଣ ରୂପରେ ମୁକ୍ତ ହେବା ଉଚିତ। ଜଣେ ବ୍ୟାସାସନରେ ବସି ଭଗବାନଙ୍କର କଥା କହିବା ମିନ୍ସ ଏଇ 4ଟି ଦୁର୍ଗୁଣରୁ ଜଣେ ଆଗ ମୁକ୍ତ ହବ, ତାପରେ କଥା କହିବ। ଦୁର୍ଗୁଣରୁ ମୁକ୍ତ ନାହିଁ କି କଥା କହିବା ଉଚିତ ନୁହଁ, କି ଜଣେ ଶ୍ରବଣ କରିବା ଉଚିତ ନୁହଁ। ଯେ କଥା ଶୁଣିବ ମାନେ ଦେଖିବ ଏଇ 4ଟି ଦୁର୍ଗୁଣ ତା ପାଖରେ ଅଛି କି ନାହିଁ। ଅଛି ମିନ୍ସ ସେ ତା କଥା ଶ୍ରବଣ କରିବା ଉଚିତ ନୁହଁ। ଏ ଶାସ୍ତ୍ର ପ୍ରମାଣ, ଆପଣଙ୍କ ପାଖରେ ଶାସ୍ତ୍ର ଅଛି, ଆମେ ଶାସ୍ତ୍ର ଅଧ୍ୟୟନ କରୁଛେ, ଏ ଶାସ୍ତ୍ରରେ କ୍ଲିୟର ଲେଖା ହେଇଛି। ତାହେଲେ ଦେଖନ୍ତୁ ଆଜିକାଲି କାହିଁକି ଲୋକମାନେ ପରିବର୍ତ୍ତନ ହଉନାହାନ୍ତି? ଆଜିକାଲି ଆମର ସମାଜରେ ବହୁତ ଶାସ୍ତ୍ର କଥା ଆଲୋଚନା ହଉଛି, ବହୁତ ଭାଗବତମ କଥା ହଉଛି, ବହୁତ ରାମାୟଣ କଥା ହଉଛି, ବହୁତ ଅଷ୍ଟପ୍ରହରୀ ମଧ୍ୟ ହଉଛି। ଲୋକମାନେ ପରିବର୍ତ୍ତନ ହଉନାହାନ୍ତି, ସମାଜ ପରିବର୍ତ୍ତନ ହଉନି। ପ୍ରତ୍ୟେକ ଗାଁ ଗହଳିରେ ଦେଖିବେ ଶୀତ ଦିନେ ରାମଚରିତ ମାନସ, ଭାଗବତ ସପ୍ତାହ, ଗୀତା ଜ୍ଞାନ ଯଜ୍ଞ, ରାମାୟଣ, ଅଷ୍ଟପ୍ରହରୀ ପ୍ରତି ଗାଁର ପ୍ରତି ଗଳିରେ ହଉଛି। ତାହେଲେ କାହିଁକି ଲୋକମାନେ ପରିବର୍ତ୍ତନ ହଉନାହାନ୍ତି? କାହିଁକି ଆମେ ସମାଜ ପରିବର୍ତ୍ତନ ହଉନି? ତାର ଏକମାତ୍ର କାରଣ ଚାରି ନିୟମ। ଏଇ ଦୁର୍ଗୁଣରୁ ମୁକ୍ତ ନୁହନ୍ତି। ଅଷ୍ଟପ୍ରହରୀ ହଉଛି, କିନ୍ତୁ ଦୁର୍ଗୁଣରେ ମୁକ୍ତ କିଏ ମାନେ? ନଶା ନା ପାନ କରିକି ଅଷ୍ଟପ୍ରହରୀ କରୁଛନ୍ତି। ବା ଆପଣ କହିବେ ହିନ୍ଦୀ ଭଜନ ଷ୍ଟାଇଲରେ ଅଷ୍ଟପ୍ରହରୀ କରାଯାଉଛି, ଦ୍ରୁତ କ୍ରୀଡ଼ା କରାହେଇକି ଅଷ୍ଟପ୍ରହରୀ କରାଯାଉଛି, ବା ମାଂସ ଭକ୍ଷଣ କରିକି ମଧ୍ୟ ଆଜିକାଲି ଆମ ସମାଜରେ ଅଷ୍ଟପ୍ରହରୀ ହଉଛି, ବା ରାମଚରିତ ମାନସ ହଉଛି, ବା ଭାଗବତମ ହଉଛି, ବା ଗୀତା ଜ୍ଞାନ ଯଜ୍ଞ ହଉଛି। ତାହେଲେ କୁହନ୍ତୁ, ଇଏ ଦୁର୍ଗୁଣ ଯଦି ମୁକ୍ତ ନୁହନ୍ତି, ତାହେଲେ ଆମ ସମାଜ କିପରି ପରିବର୍ତ୍ତନ ହବ? ପରିବର୍ତ୍ତନ ହେଇପାରିବ ନା, ଚାନ୍ସ ନାହିଁ। ସେଥିପାଇଁ କୁହାଯାଉଛି ପ୍ରଥମେ ଏଇ 4ଟି ଜିନିଷରୁ, ଏଇ 4ଟି ଦୁର୍ଗୁଣରୁ ପୂର୍ଣ୍ଣ ରୂପରେ ମୁକ୍ତ ହେବା ଉଚିତ। ତାପରେ ମାନେ ବ୍ୟାସାସନ ଉପରେ ବସି କଥା କହିବ, ତାହେଲେ ତା ହୃଦୟ ପରିବର୍ତ୍ତନ ହବ। ସମାଜ ପରିବର୍ତ୍ତନ ହବ, ସେ ଦେଶ ପରିବର୍ତ୍ତନ ହବ, ବା ସେ ଜଗତ ପରିବର୍ତ୍ତନ ହବ। କାରଣ ସେ ସମସ୍ତ ଦୁର୍ଗୁଣରୁ ପୂର୍ଣ୍ଣ ଭାବରେ ମୁକ୍ତ। ଦୁର୍ଗୁଣରୁ ମୁକ୍ତ ନାହିଁକି ଆମେ ଅଷ୍ଟପ୍ରହରୀ ରାମଚରିତ ମାନସ ଯାହା ବି କଲେ ଇଏ ଆମ ଇନ୍ଦ୍ରିୟ ତୃପ୍ତି ଅଟେ, ଭଗବାନ ପ୍ରସନ୍ନ ହେବେନି। ଭଗବାନଙ୍କର ଖୁସି ପାଇଁ କରାଯାଉ ନାହିଁ, ନିଜର ଇନ୍ଦ୍ରିୟ ତୃପ୍ତି କରିବା ପାଇଁ କରାହଉଛି। ନିଜର ମାନ ସମ୍ମାନ ପ୍ରତିଷ୍ଠା କୁ ବୃଦ୍ଧି କରିବା ପାଇଁ କରାଯାଉଛି। ତାହେଲେ କୁହନ୍ତୁ, ଇଏ କିପରି ସମାଜକୁ ପରିବର୍ତ୍ତନ କରିବ? ଇଏ କିପରି ଜଣେ ଜୀବର ହୃଦୟକୁ ପରିବର୍ତ୍ତନ କରିବ? ସେଥିପାଇଁ ସମାଜ ପରିବର୍ତ୍ତନ ହଉନି। ତେଣୁ ସବର ପ୍ରଥମେ ଦେଖିବା ଦରକାର ଯେ ଇଏ ଦୁର୍ଗୁଣରୁ ମୁକ୍ତ ହେଇଛି କି ନାହିଁ। ସେଇମାନଙ୍କ ଠାରୁ ଆମେ ଭଗବାନଙ୍କର ନାମ, ଭଗବାନଙ୍କର କଥା, ଭଗବାନଙ୍କର କୀର୍ତ୍ତନ ଶ୍ରବଣ କରିବା ଦରକାର। ତାହେଲେ ଏହା ଆମ ହୃଦୟକୁ ପରିବର୍ତ୍ତନ କରିବ। ସମସ୍ତେ ବୁଝିପାରିଲେ? ଆଗକୁ ଯିବା। ଆଜ୍ଞା। ସେ ସଚରିତ୍ର ନୁହନ୍ତି ଏବଂ ଉପଯୁକ୍ତ ଦୁର୍ଗୁଣରୁ ମୁକ୍ତ ନୁହନ୍ତି। ବ୍ୟାସାସନରେ ବସିବାକୁ ଅନୁମତି ଦିଆଯାଇ
न पारे जे सचरित्र नुहंती अर्थात जे अवैध स्त्री संग करुची उपयुक्त दुर्गुणରୁ ମୁକ୍ତ ନୁହନ୍ତି ଅର୍ଥାତ ନଶାପାନ କରୁଛି କି ମାଂସ ଭକ୍ଷଣ କରୁଛି କି ଦ୍ରୁତ କ୍ରିୟା କରୁଛି ତାହେଲେ ସେ ଲୋକକୁ ବ୍ୟାସାସନରେ ବସିବାର ଅନୁମତି ନାହିଁ। ସେ ବ୍ୟାସଦେବଙ୍କର ପ୍ରାମାଣିକ ପ୍ରତିନିଧି ନୁହେଁ। ଯଦି ପ୍ରାମାଣିକ ପ୍ରତିନିଧି ନୁହେଁ ତାହେଲେ ତାଙ୍କର କଥା କେମିତି ଆମେ ଶ୍ରବଣ କରିବା ଉଚିତ? ଶ୍ରବଣ କରିବା ଉଚିତ ନୁହଁ। ସେ ଯେ କେବଳ ଦୁର୍ଗୁଣ ମୁକ୍ତ ହୋଇଥିବେ ତା ନୁହେଁ, ସେ ସମସ୍ତ ଧର୍ମଶାସ୍ତ୍ର ବୈଦିକ ସାହିତ୍ୟରେ ପାରଙ୍ଗମ ହେବା ଉଚିତ। ଖାଲି ଜଣେ ଦୁର୍ଗୁଣରୁ ମୁକ୍ତ ହେଲେ ଆମେ ତାଙ୍କ କଥା ଶୁଣିବା ସିଏ ବି ନୁହଁ। କଣ ଦରକାର? ସେ ଦୁର୍ଗୁଣରୁ ମୁକ୍ତ ହେବା ସହିତ ସମସ୍ତ ଧର୍ମଶାସ୍ତ୍ର ଗୀତା ଭାଗବତମ ଚୈତନ୍ୟ ଚୈତନ୍ୟମୃତ ବା ରାମାୟଣ ଇତିହାସରେ ପଢିଥିବା ଦରକାର, ଅଧ୍ୟୟନ କରିବା ଦରକାର, ଜାଣିଥିବା ଦରକାର। ତାହେଲେ ଆମେ ତାଙ୍କ ଠାରୁ ଏସବୁ କଥା ଶ୍ରବଣ କରିବା ଉଚିତ। ପୁରାଣ ଗୁଡିକ ମଧ୍ୟ ବେଦର ଅଙ୍ଗ ଅଟନ୍ତି। ପୁନଶ୍ଚ ରାମାୟଣ ମହାଭାରତ ଆଦି ଇତିହାସ ଗ୍ରନ୍ଥ ଗୁଡିକ ମଧ୍ୟ ବେଦର ଅଙ୍ଗ ଅଟନ୍ତି। ଏସବୁ ବେଦର ଅଙ୍ଗ। ଆଚାର୍ଯ୍ୟ ବା ଗୋସ୍ୱାମୀ ଏ ସମସ୍ତ ସାହିତ୍ୟରେ ବିଶାରଦ ହେବା ଆବଶ୍ୟକ। ଅର୍ଥାତ ଜଣେ ଆଟଲିଷ୍ଟ ଜଣେ ଗୀତାରେ ଏକ୍ସପର୍ଟ ହବା ଉଚିତ ଜଣେ ବ୍ୟାସାସନରେ ବସିବା ପୂର୍ବରୁ। ତାହେଲେ ସେ କଣ କରିବ ନା ସବୁ ପ୍ରଶ୍ନର ଉତ୍ତର ଦେଇପାରିବ। ତେଣୁ ଜଣେ ଆଚାର୍ଯ୍ୟ ବା ଜଣେ ଗୋସ୍ୱାମୀ ବା ଯିଏ ବ୍ୟାସାସନରେ ବସୁଛନ୍ତି ସିଏ ଏ ସମସ୍ତ ସାହିତ୍ୟରେ ଏ ସମସ୍ତ ବେଦ ଗୁଡିକ ବିଶାରଦ ଏକ୍ସପର୍ଟ ହବା ଉଚିତ, ପଢିବା ଦରକାର, ଅଧ୍ୟୟନ କରିବା ଉଚିତ। ତାପରେ ଜଣେ ବ୍ୟାସାସନରେ ବସି କହିବା ଉଚିତ। ସେ ସବୁ ପାଠ କରିବା ଅପେକ୍ଷା ସେ ସବୁ ଶ୍ରବଣ କରିବା, ବ୍ୟାଖ୍ୟାନ କରିବା ଅଧିକ ମହତ୍ୱପୂର୍ଣ୍ଣ ଅଟେ। ଖାଲି ଜଣେ ଶାସ୍ତ୍ର ପଢିଦେଲେ ଠିକ ନୁହଁ। ସେ ସବୁ ପାଠ କରିବା ଅପେକ୍ଷା ଶ୍ରବଣ କରିବା ଦରକାର। ଶାସ୍ତ୍ରକୁ ଶ୍ରବଣ, ଆମେ ସର୍ବଦା ଶାସ୍ତ୍ର ଶ୍ରବଣ କରିବା ଦରକାର। ଖାଲି ଶ୍ରବଣ ନୁହଁ, କୀର୍ତ୍ତନ କରିବା ଦରକାର। ଯାହା ଶୁଣୁଛେ ତାହାକୁ କହିବା ଦରକାର, ଅନ୍ୟକୁ କହିବା ଦରକାର। ବ୍ୟାଖ୍ୟାନ କରିବା ମହତ୍ୱପୂର୍ଣ୍ଣ ଅଟେ। ଆମେ ଶୁଣିଦେଲେ କାନରେ ବାସ୍ ରହିଲା ଆମର, କାନ ଶୁଣି ସେ କାନ ଛାଡ଼ିଦେଲେ, ଆମେ କାହାକୁ ବ୍ୟାଖ୍ୟା କରୁନେ, କାହାକୁ କହୁନେ ନାଇଁ। ଆମେ ଶ୍ରବଣ କରିବା ଦରକାର, ତା ସହିତ ବ୍ୟାଖ୍ୟା ମାନେ କିଛି ବ୍ୟକ୍ତି କହିବା ଦରକାର। ତାହେଲେ କଣ ହବ? ଆମର ଶ୍ରବଣ କୀର୍ତ୍ତନ ହେଇପାରିବ। ଶ୍ରବଣ କଲେ, କୀର୍ତ୍ତନ କଲେ, ଅନ୍ୟମାନଙ୍କୁ କହିଲେ, ଅନ୍ୟମାନଙ୍କୁ କହିବା ଦରକାର। ଶ୍ରବଣ ଓ ବ୍ୟାଖ୍ୟାନ ଦ୍ଵାରା ଇଏ ସବୁ ବୈଦିକ ଶାସ୍ତ୍ରର ଜ୍ଞାନକୁ ଭଲ ଭାବରେ ହୃଦୟଙ୍ଗମ କରାଯାଇପାରେ। ଯେତେବେଳେ ଜଣେ ଶାସ୍ତ୍ର ଶ୍ରବଣ କରିବ ଏବଂ ଶାସ୍ତ୍ରକୁ କହିବ ଅନ୍ୟକୁ, ତାହେଲେ କଣ ହବ? ଏଇ ଯୋଉ ଶାସ୍ତ୍ରର ଜ୍ଞାନକୁ ସେ ଅନୁଭବ କରିପାରିବ, ଜାଣିପାରିବ ଶାସ୍ତ୍ରରେ ଠିକ ବର୍ଣ୍ଣନା କରାଯାଇଛି, ଖରାପ ବର୍ଣ୍ଣନା କରାଯାଇଛି। ଅନୁଭବ କରିବ, ରିଏଲାଇଜେସନ କରିପାରିବ, ତାର ଅନୁଭବର ଜ୍ଞାନ ଆସିବ। ଶୁଣିବାକୁ ଶ୍ରବଣ, ବ୍ୟାଖ୍ୟାନ କରିବାକୁ କୀର୍ତ୍ତନ କୁହାଯାଏ। ଶ୍ରବଣ ଓ କୀର୍ତ୍ତନ ଏଇ ଦୁଇ ପ୍ରକ୍ରିୟା ଜୀବନର ପରମାର୍ଥ ଲାଭ ଦିଗରେ ଅଗ୍ରସର ହେବା ନିମିତ୍ତ ଅଧିକ ମହତ୍ୱପୂର୍ଣ୍ଣ ଅଟେ। ଆମେ ଯଦି ପରମାର୍ଥ ଦିଗରେ ଅର୍ଥାତ ପରମାର୍ଥ, ପରମ ଅର୍ଥ, ସର୍ବଶ୍ରେଷ୍ଠ ଅର୍ଥ ଭଗବାନଙ୍କୁ ପ୍ରାପ୍ତ କରିବା ଦିଗରେ ଯଦି ଆମେ ଅଧିକ ସିରିୟସ ଅଛେ ବା ଅଧିକ ମହତ୍ୱପୂର୍ଣ୍ଣ ଅଟେ, ଭଗବାନଙ୍କୁ ପ୍ରାପ୍ତ କରିବା ଅଧିକ ମହତ୍ୱପୂର୍ଣ୍ଣ ଅଟେ, ତାହେଲେ କଣ କରିବାକୁ ପଡେ ଆମକୁ? ଶ୍ରବଣ କୀର୍ତ୍ତନ। ଶ୍ରବଣ କରିବା ଦରକାର, କୀର୍ତ୍ତନ କରିବା ଦରକାର। ଶ୍ରବଣ କୀର୍ତ୍ତନ, କୀର୍ତ୍ତନ ଶ୍ରବଣ ଇଏ କରିବା ଦରକାର। ଯେ ପ୍ରାମାଣିକ ଗୁରୁଙ୍କ ଠାରୁ ଶ୍ରଦ୍ଧା ପୂର୍ବକ ଶ୍ରବଣ କରି ଏ ଦିବ୍ୟ ଜ୍ଞାନକୁ ପୂର୍ଣ୍ଣ ଭାବରେ ହୃଦୟଙ୍ଗମ କରିପାରିଛନ୍ତି, ସେ ହିଁ ଏ ବିଷୟରେ ବ୍ୟାଖ୍ୟାନ କରିପାରିବେ। ମାନେ ପ୍ରାମାଣିକ ଗୁରୁଙ୍କ ଠାରୁ ଆମେ ଶ୍ରବଣ କରିବା ଦରକାର। ପ୍ରାମାଣିକ ଗୁରୁ, ଏମିତି ନୁହେଁ କି XYZ ଠୁ ଶୁଣିକି ଆମେ କଣ କରିବା ଦରକାର? ଏ ବିଷୟରେ ବ୍ୟାଖ୍ୟା ଆକୁ କହିବା ଦରକାର ନାଇଁ। ପ୍ରଥମେ ଜଣେ ପ୍ରାମାଣିକ ଗୁରୁ ଠାରୁ ଶ୍ରବଣ କରିବା ଦରକାର। ପ୍ରାମାଣିକ ଗୁରୁ ମାନେ ବୋନାଫାଇଡ ସ୍ପିରିଚୁଆଲ ମାଷ୍ଟର। ଆମେ ଯାହାଠୁ ଶାସ୍ତ୍ର ଶୁଣୁଛେ
ସେ ଜଣେ ବୋନାଫାଇଡ ସ୍ପିରିଚୁଆଲ ମାଷ୍ଟର ଅର୍ଥାତ୍ ପ୍ରାମାଣିକ ଗୁରୁଙ୍କର ଶିଷ୍ୟ ହୋଇଥିବା ଦରକାର। ପ୍ରାମାଣିକ ଗୁରୁ ବୁଝୁଛନ୍ତି ତ? ପ୍ରାମାଣିକ ଗୁରୁ କଣ? ପ୍ରାମାଣିକ ଗୁରୁ ମାନେ କଣ? ମାନେ ଗୁରୁ ପରମ୍ପରାରେ ଯିଏ ଶିଷ୍ୟ। ଗୁରୁ ପରମ୍ପରା ଯିଏ ଆସିଥିବେ। ଗୁରୁ ପରମ୍ପରା କଣ? ଗୁରୁ ପରମ୍ପରା ମାନେ କଣ? ଗୋଟେ ପ୍ରାମାଣିକ ଗୁରୁ ଆଉ ଜଣେ ଶିଷ୍ୟ ହୁଁ। ଆସିବେ। ସତ୍ୟ ଚୈତନ୍ୟ ପ୍ରଭୁ ଆପଣଙ୍କର ଗୁରୁ କିଏ ସେ? ଅନମ୍ୟୁଟ କରନ୍ତୁ, ମ୍ୟୁଟ ହେଇଛି। ଅନମ୍ୟୁଟ କର, ମ୍ୟୁଟ ହେଇଛି। ହେଇପାରୁନି। ବ୍ରହ୍ମ ଜିଜ୍ଞାସା ପ୍ରଭୁ ଅନମ୍ୟୁଟ କରନ୍ତୁ। ଆପଣଙ୍କ ଗୁରୁ କିଏ ସେ? ହଁ, ମ୍ୟୁଟ ହେଲା ଏବେ। हरे कृष्ण प्रभु लोकनाथ स्वामी महाराज। ହଁ, ତାହେଲେ ଆପଣ ହେଲେ ବୋନାଫାଇଡ ଶିଷ୍ୟ। ବୁଝିହେଲା? ଲୋକନାଥ ସ୍ୱାମୀ ଆଜ୍ଞା ମହାରାଜ ଗୁରୁ କିଏ ସେ? प्रभुपाद ବାସ୍, श्रील ତାହେଲେ प्रभुपाद। ପ୍ରଭୁପାଦ ହେଲେ ଲୋକନାଥ ସ୍ୱାମୀ ମହାରାଜ ହେଲେ ବୋନାଫାଇଡ ଶିଷ୍ୟ। ହେଲେ ଆମର ପ୍ରଭୁପାଦଙ୍କର ଗୁରୁ କିଏ ସେ? श्रील भक्ति विद्यानंद सरस्वती ठाकुर। ହଁ, ତାହେଲେ ଭକ୍ତି ବେଦାନ୍ତ ବା ଶିଲ ପ୍ରଭୁପାଦ ହେଲେ ବୋନାଫାଇଡ ଶିଷ୍ୟ। ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜଙ୍କର କି ଗୁରୁ? बाबाजी महाराज। ବାବାଜୀ ମହାରାଜ। ତାଙ୍କର ଗୁରୁ? मन नहीं प्रभु। ତାଙ୍କର ଗୁରୁ ହେଲେ ଭକ୍ତି ବିନୋଦ ଠାକୁର। ତାଙ୍କର ଗୁରୁ ଜଗନ୍ନାଥ ବାବାଜୀ ମହାରାଜ। ତାଙ୍କର ଗୁରୁ ସର ଗୋସ୍ୱାମୀ। ତାଙ୍କର ଗୁରୁ ଚୈତନ୍ୟ ମହାପ୍ରଭୁ। ହେଲା? ଆଜ୍ଞା ଟିକେ ଆଉଥରେ କହିଲେ ଲେଖି। ଅଛି, ଗୀତା ପଛପଟେ ପଢିଦେବେ, ଲେଖିବା ଦରକାର ନାହିଁ। ଗୀତା ପଛପଟେ ଅଛି। ଆଜ୍ଞା ଆଜ୍ଞା। ତେଣୁ କହିବାର ଉଦ୍ଦେଶ୍ୟ ହେଲା ଚୈତନ୍ୟ ମହାପ୍ରଭୁଙ୍କ ଗୁରୁ ମଧ୍ୟ ଅଛନ୍ତି। ତାଙ୍କ ଗୁରୁ ହେଇ ଲାଷ୍ଟ କିଏ ହେଲେ? କୃଷ୍ଣ। कृष्ण। କୃଷ୍ଣ ବନ୍ଦେ ଜଗତ ଗୁରୁ। ନାଇଁ କଣ? କୃଷ୍ଣଙ୍କ ଆଜ୍ଞା ଠାରୁ ଗୁରୁ ପରେ ଆରମ୍ଭ ହେଇଛି। କୃଷ୍ଣ କହିଲେ ବ୍ରହ୍ମା, ବ୍ରହ୍ମାଜୀ କହିଲେ ନାରଦ, ନାରଦୀ ବ୍ୟାସ, ବ୍ୟାସ ଅସିତ, ଏଇଭଳିଆ ପୁରୁ ପରମ୍ପରା ହେଇ ଚୈତନ୍ୟ ମହାପ୍ରଭୁ, ଚୈତନ୍ୟ ଷଡ଼ଗୋସ୍ୱାମୀ, ଷଡ଼ଗୋସ୍ୱାମୀରୁ ଜଗନ୍ନାଥ ବାବାଜୀ ମହାରାଜ, ଜଗନ୍ନାଥ ବାବାଜୀ ମହାରାଜଙ୍କ ଠାରୁ ଭକ୍ତି ବିନୋଦ ଠାକୁର, ନାଇଁ କଣ? ଏଇପରି ଗୁରୁ ପରମ୍ପରା ହେଇକି ବର୍ତ୍ତମାନ ଆଜ୍ଞା ସତ୍ୟ ଚୈତନ୍ୟ ମହାପ୍ରଭୁ ଗୁରୁ ପରମ୍ପରାରେ ଶିଷ୍ୟ ହେଇଛନ୍ତି। ତାହେଲେ ସତ୍ୟ ଚୈତନ୍ୟ ପ୍ରଭୁ ଯାହା କହିବେ ଆମେ ତା ଶ୍ରବଣ କରିବା ଦରକାର। କାହିଁକି ନା ବୋନାଫାଇଡ ଶିଷ୍ୟ ଗୁରୁ ଅଛନ୍ତି ତାଙ୍କର। ବୁଝିପାରୁଛନ୍ତି ତ? ଯଦି ସତ୍ୟ ଚୈତନ୍ୟ ପ୍ରଭୁ ଗୁରୁ ପରମ୍ପରା ନଥିବେ ତାହେଲେ ଆମେ ତାଙ୍କଠାରୁ ଶ୍ରବଣ କରିବା ଉଚିତ ନୁହଁ କଥା। ତେଣୁ ସେଇ କଥା କୁହାଯାଉଛି, ଜଣେ ବୋନାଫାଇଡ ସ୍ପିରିଚୁଆଲ ମାଷ୍ଟରଙ୍କର ମୁଖରୁ ଏସବୁ କଥା ଶ୍ରବଣ କରିବା ଉଚିତ। ହେଲା? ହରେ କୃଷ୍ଣ।